ପିଲାମାନେ ସମସ୍ତଙ୍କୁ ସ୍ୱାଗତ। ଆମେ ଲାଷ୍ଟ କ୍ଲାସ୍ରେ କ'ଣ ପଢ଼ିଥିଲେ ତ୍ରୟୋଦଶ ପାଠ, ସେଇଥିରେ ସର୍ବନାମ ପରିଚୟ ଥିଲା ହେଲା। ଆଜି ଆମେ ଚତୁର୍ଦ୍ଦଶ ପାଠ ପଢ଼ିବା। ଚତୁର୍ଦ୍ଦଶ ପାଠରେ କ'ଣ ଅଛି? ପରିଚୟ। ଆମେ ଯେପରି କାହାକୁ ଗୋଟେ ଦେଖିଲେ ନୂଆ ପରିଚୟ କରୁନା, ତୁମର ନାଁ କ'ଣ, ତୁମର ଗାଁ କେଉଁଠି, ଏମିତି ପଚାରିଥାଉ। ଠିକ୍ ସେହିପରି ଆମେ ସଂସ୍କୃତରେ ଆମେ କେମିତି ପଚାରିବା, ତୁମର ନାମ କ'ଣ ବୋଲିକି। ଏଇଥିରେ ଝିଅଟା ପଚାରୁଛି, ଦେଖ, ଅହମ୍ ଲତା। ଅହମ୍ ଲତା ଭବାନ କହ, ମୁଁ ଲତା, ତମେ କିଏ? ସେ ପିଲାଟା କହିଲା ଅହମ୍ ମାଧବ, ମୁଁ ହେଉଛି ମାଧବ ବୋଲିକି ସେ କହିଲା। ତାପରେ ଏଇଠି ଅହମ୍ ଜୟଦେବ, ପିଲାଟା କହୁଛି ଅହମ୍ ଜୟଦେବ ଭବତିକା। ଏଇ ଝିଅଟାକୁ ପଚାରୁଛି ଭବତିକା। ଝିଅଟା କହିଲା ଅହମ୍ ମିତା, ମୁଁ ହେଉଛି ମିତା। ତ ଆମେ ଏଇଠିରେ କ'ଣ ଡିଫରେନ୍ସ ଦେଖିଲେ ପିଲାମାନେ? ଝିଅ ଯେତେବେଳେ ପୁଅକୁ ପଚାରୁଥିଲା ସେ ଭବାନ ବୋଲି କହୁଛି ହେଲା, ଆଉ ଗୋଟେ ପୁଅଟିଏ ଗୋଟେ ଝିଅକୁ ପଚାରିଲା ବୋଲି ଭବତୀ କହୁଛି। ତାହେଲେ ଆମେ ଏଇଥିରୁ ଜାଣିଲା ଯେ ପୁଲିଙ୍ଗ ମାନେ ପୁଅମାନଙ୍କୁ ଆମେ ପଚାରିଲେ ଭବାନ ବୋଲି ପ୍ରୟୋଗ କରିବା, ପୁଲିଙ୍ଗରେ କ'ଣ କରିବା? ଭବାନ। ଆଉ ସ୍ତ୍ରୀଲିଙ୍ଗରେ ଭବତୀ। ଝିଅମାନଙ୍କୁ ପଚାରିଲେ କି ମହିଳା କାହାକୁ ପଚାରିଲେ ସ୍ତ୍ରୀଲିଙ୍ଗରେ ଯେତିକି ବି ଯାଆନ୍ତି ସମସ୍ତେ ହେଇଗଲେ ଭବତୀ। ସ୍ତ୍ରୀଲିଙ୍ଗରେ ଭବତୀ ଆଉ ପୁଲିଙ୍ଗରେ ଭବାନ ବୋଲିକି ଆମେ ପ୍ରୟୋଗ କରିବା। ଏଇଠିରେ ଅଛି ଅହମ୍ ବୈଦ୍ୟଃ। ଏଇଟା ଲଗେଇକି ଆମେ କ'ଣ କି ବାକ୍ୟ କହିବା। ଅହମ୍ ବୈଦ୍ୟଃ, ଅହମ୍ ସୈନିକଃ, ଅହମ୍ ମାପକः, ଅହମ୍ କୃଷକः, ଅହମ୍ ଗାୟିକା, ଅହମ୍ ସେବିକା, ଅହମ୍ ଶିକ୍ଷିକା। ବୁଝିହେଲା? ତାପରେ ଏଇଠି କ'ଣ ଅଛି? ତ୍ୱମ୍। ଅହମ୍ ମାନେ ମୁଁ, ତ୍ୱମ୍ ମାନେ ତୁମେ। ତାପରେ ଏଇଠି କ'ଣ ହେବ? ତ୍ୱମ୍ ଛାତ୍ରଃ, ତ୍ୱମ୍ ଛାତ୍ରଃ, ତ୍ୱମ୍ ଛାତ୍ରା। ଛାତ୍ର ମାନେ ପୁଅ ପିଲା, ଛାତ୍ରା ଝିଅ ପିଲା। ତ୍ୱମ୍ ଶିକ୍ଷକଃ, ତମେ ହେଲେ ଶିକ୍ଷକ। ତ୍ୱମ୍ ଶିକ୍ଷିକା, ମ୍ୟାଡ଼ାମକୁ ଶିକ୍ଷିକା କହିବା, ତମେ ଶିକ୍ଷିକା। ତ୍ୱମ୍ ସେବିକା, ନର୍ସ ସେବିକା, ସ୍ତ୍ରୀଲିଙ୍ଗରେ ସେବିକା। ତ୍ୱମ୍ ସେବକଃ, ପୁଲିଙ୍ଗରେ ସେବକଃ ମାନେ ତମେ ସେବକ। ବୁଝିହେଲା? ନେକ୍ସଟ କ'ଣ ଅଛି? ଭବାନ। ଭବାନ ଆମେ ପଢ଼ିଥିଲେ ଆଗରୁ କ'ଣ? ପୁଲିଙ୍ଗରେ ଭବାନ ବୋଲିକି କୁହାଯାଏ। ତ ଏଇଥିରେ ଦେଇଛି ଭବାନ ନର୍ତ୍ତକଃ, ଭବାନ ଗାୟକଃ, ଭବାନ ନାବିକଃ, ଭବାନ ବାଦକଃ। ନର୍ତ୍ତକଃ ମାନେ ଯିଏ ନାଚ କରେ, ପୁଲିଙ୍ଗ ପୁରୁଷମାନେ ଯେଉଁମାନେ ଡାନ୍ସ କରନ୍ତି ସେମାନଙ୍କୁ ନର୍ତ୍ତକଃ ବୋଲି କୁହାଯାଏ। ଯିଏ ଗାଏ ଗାୟକଃ ବୋଲି କୁହାଯାଏ। ନାବିକଃ ଯିଏ ନୌକା ଚଲାଏ ସେ ନାବିକଃ, ଆଉ ଯିଏ ବାଜା ବଜାଏ ସେ ବାଦକଃ। ତାପରେ ସ୍ତ୍ରୀଲିଙ୍ଗରେ ଆମେ ଭବତୀ ବୋଲି ପଢ଼ିଥିଲେ, ତ ସ୍ତ୍ରୀଲିଙ୍ଗରେ ଭବତୀ କୁହାଯିବ। ଭବତୀ ଚାଲିକା, ଫିମେଲ ଡ୍ରାଇଭର, ଭବତୀ ଚାଲିକା। ଭବତୀ ଗାୟିକା, ଫିମେଲ ସିଙ୍ଗର ହେଲା ଗାୟିକା। ତାପରେ ଆସିଲା, ତାପରେ ଦେଖ ପିଲାମାନେ, ଭବତୀ ଚିକିତ୍ସିକା। ଭବତୀ ଚିକିତ୍ସିକା, ଚିକିତ୍ସିକା ମାନେ ଫିମେଲ ଡକ୍ଟରକୁ ଚିକିତ୍ସିକା ବୋଲି କୁହାଯାଏ। ଭବତୀ ପାଠିକା, ଯିଏ ପଢ଼େ ସେ ପାଠିକା। ବୁଝିହେଲା? ତାପରେ ଆମେ ଦେଖିବା ପଞ୍ଚଦଶ ପାଠ। ପଞ୍ଚଦଶ ପାଠରେ କ'ଣ ଦେଇଛି? ଶରୀରର ଅଙ୍ଗ ବିଷୟରେ ଅଛି। ଆମର ଶରୀରରେ ଯେଉଁ ଅଙ୍ଗ ଅଛି ତାକୁ ଆମେ ସଂସ୍କୃତରେ ଜାଣିବା କ'ଣ କୁହାଯାଏ। ବୁଝିପାରିଲ? କେଶାଃ। କେଶାଃ ମାନେ ଆମର ଯେଉଁ ଚୁଟି ଅଛି ହେଲା, ଚୁଟିକୁ କେଶାଃ ବୋଲି କୁହାଯାଏ। ଲଲାଟମ୍ ମାନେ କପାଳ, ଲଲାଟମ୍। ନେତ୍ରମ୍ ଆଖି, ମୁଖ ମାନେ ମୁହଁ, ସ୍କନ୍ଧ ମାନେ ସ୍କନ୍ଧ, ବକ୍ଷସ୍ଥଳ ମାନେ ଛାତି, ବାହୁ ମାନେ ହାତରେ ଯେଉଁ ଏଇଠି ବାହୁ ରହିଛି, କଫୋଣି ମାନେ କହୁଣୀକୁ କଫୋଣି କୁହାଯାଉଛି। ନାଭିସ୍ଥଳ ମାନେ ନାଭି, କଟିସ୍ଥଳ ମାନେ ଆମର ଅଣ୍ଟା, ଯେଉଁ ମଣିବନ୍ଧ ଯେଉଁଠି ଆମେ ବ୍ରେସଲାଇଟ୍ ଆଦି ପିନ୍ଧୁ, ମଣିବନ୍ଧ। ଉଦରମ୍, ଉଦରମ୍ ମାନେ ପେଟକୁ ଉଦରମ୍ କୁହାଯାଏ। କଣ୍ଠଃ, କଣ୍ଠ ମାନେ ଆମର କଣ୍ଠ, ଓଡ଼ିଆରେ ବି କଣ୍ଠ ବୋଲି କୁହାଯାଉଛି। ଗ୍ରୀବା, ଗ୍ରୀବା ଯେଉଁ ଏଇଠି ଗୋଟେ ଲାଗିଛି ଉପରେ କଣ୍ଠର ଗ୍ରୀବା। ନାସିକା ମାନେ ନାକଃ, ନାକକୁ ନାସିକା କୁହାଯାଇଛି। କର୍ଣ୍ଣ ମାନେ କାନ, କାନକୁ କର୍ଣ୍ଣ ବୋଲିକି କୁହାଯାଏ। ତାପରେ କ'ଣ? ଉରୁ, ଉରୁ ହେଲା ଜଙ୍ଘକୁ ଆମେ ଉରୁ ବୋଲିକି କହୁଛୁ ହେଲା, ଉରୁହୁ।
ତାପରେ ନଖ, ନଖ ତ ଆମେ ଓଡ଼ିଆରେ ବି ଅଛି ନଖ। ଅଙ୍ଗୁଳିହି, ଅଙ୍ଗୁଳି ବି ଓଡ଼ିଆରେ ବି ଆମେ କହୁ ଆଙ୍ଗୁଠି ବୋଲି ଯେଉଁ କହୁ ଅଙ୍ଗୁଳିହି, ନଖ ମାନେ ନଖ। ଜାନୁ ମାନେ ହେଲା ଆଣ୍ଠୁ। ଜଙ୍ଘା, ଜଙ୍ଘା ମାନେ ଆଣ୍ଠୁର ତଳକୁ ଯେଉଁ ରହୁଛି ତାକୁ କୁହାଯାଏ। ଗୁଲଫହ, ଆମର ଯେଉଁ ଏଡ଼ି ବୋଲିକି କହୁଛୁ ନା, ଯେଉଁ ଏଇଠି ଗୋଟେ ହାଡ଼ ଥାଏ ସେଇଟା ଗୁଲଫହ। ତାପରେ ପାଦହ, ପାଦ ମାନେ ପାଦକୁ ପାଦହ ବୋଲିକି କୁହାଯାଏ। ବୁଝିପାରିଲ? ଏଇଟା ସବୁ ମନେ ରଖିଦେବ। ତାପରେ ଆମେ ଏବେ ଅଭ୍ୟାସ କରିବା। ଅଭ୍ୟାସରେ କ'ଣ ଅଛି? ଅଧୋଲିଖିତ କୋଷ୍ଟକମ୍ ପଶ୍ୟତୁ ଶରୀରସ୍ୟ ପଞ୍ଚ ଅଙ୍ଗାନି ଲିଖତୁ ବୋଲିକି କହିଛି। ତ ଆମେ ଏଇଠି ଦେଖିବା 5ଟା ବାହାର କରିବା। ଫାଷ୍ଟ କେ ସାହା ବୋଲି ଆମେ ଦେଖିଲା। କେ ସାହା, କେ ସାହା ହେଲା, ଲେଖିବା ଏଇଠି କେ ସାହା। ତାପରେ କେ ସାହା 2 ନମ୍ବରରେ କ'ଣ ହେବା? ନାସିକାହା, ନାସିକା, ନାସିକା। 3 ନମ୍ବରରେ କ'ଣ? ନେତ୍ରମ୍, ନେତ୍ରମ୍। 4 ନମ୍ବରରେ ଏଇଟା ନେତ୍ର ଆଉ ମହିଳା ପିଲାମାନେ କେଶ ତ ହେଲା, ନାସିକା ବି ଅଛି, ଦେଖିନିଅ। ନାସିକା, ବୁଝିଲା? ତାପରେ ଗ୍ରୀବା, ଗ୍ରୀବା ହେଲା। ତାପରେ ଗ୍ରୀବା, ଅଙ୍ଗୁଳି, 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 ବୁଝିଲା? ଅଙ୍ଗୁଳି କେଉଁଠି ଅଛି? ଅଙ୍ଗୁଳି, ଅଙ୍ଗୁଳିହି ହେଇଗଲା। ତାପରେ ଆମେ ଦେଖିବା 2 ନମ୍ବର। ଚିତ୍ର ଦେଖି ନାମ କୁହ ବୋଲିକି ଅଛି। ପ୍ରଥମ ଚିତ୍ର କ'ଣ ଅଛି? ନାସିକାହା, ଏଇଟା କ'ଣ? ନାସିକାହା, ସରି ନାସିକା, ନାସିକା, ନାସିକା। ନେତ୍ରମ୍, ନେତ୍ରମ୍। କର୍ଣ୍ଣଃ, କର୍ଣ୍ଣଃ। ଏଇଟା ହେଲା ନାଭିଃ, ନାଭି, ନାଭିସ୍ଥଲମ୍, ନାଭି ବୋଲି ବି ଖାଇଲି କହିହେବ। ନାଭିସ୍ଥଲମ୍, ନାଭିସ୍ଥଲମ୍। ତାପରେ ଆସିଲା ଏଇଟା କ'ଣ ରହିଗଲା ଆମର? କଣ୍ଠଃ, 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 କଣ୍ଠଃ। ଦନ୍ତାଃ, ଦନ୍ତାଃ। ଓଷ୍ଠ ବି ଆମେ କହିପାରିବା। ଦାନ୍ତ ଏଇଠି ଦେଖାଯାଉଛି ନା, ଦାନ୍ତ ବି କହିପାରିବା। ଉପରେ ଯେଉଁ ଅଛି ଏଇଟାକୁ ଓଷ୍ଠ ବି କହିପାରିବା। ତାପରେ ପାଦମ୍, ପାଦଃ, ପାଦଃ, ପାଦଃ। ଏଇଟା ହେଲା କ'ଣ ଅଛି? ତାର ଜଙ୍ଘ ଚିତ୍ର ଅଛି। ଉରୁଃ, ଉରୁଃ, ଉରୁଃ। ପାଦଃ, ଉରୁଃ। दन्ताः, कण्ठः, नाभिस्थलं, कर्णः, नेत्रम्। तापरे आसिला नासिका, बुझेला? तापरे एटा तमे माने लिखिदेव टिके। आज पाई एतिकी मने रखिब सब, कोठिरे कहाकु कोण कुहाजे। समस्तंकु धन्यवाद।